2024 ଜାନୁଆରୀ ମାସ 22 ତାରିଖରେ ପ୍ରତିଷ୍ଠିତ ହେବାକୁ ଯାଉଛି ଅଯୋଧ୍ୟାରେ ଭାରତର ସବୁଠାରୁ ବଡ଼ ଶ୍ରୀରାମଙ୍କର ମନ୍ଦିର। ଅଯୋଧ୍ୟା ରାମଙ୍କର ଜନ୍ମଭୂମି। ତେଣୁ ଯେତେବେଳେ ସେଠି ରାମଙ୍କର ଏକ ସୁନ୍ଦର ଭବ୍ୟ ମନ୍ଦିର ତିଆରି ହେଉଛି ତେବେ ଖୁସି କହିଲେ ନ ସରେ। ଏହାର ଖୁସି ସାରା ଭାରତ ବର୍ଷରେ ଦେଖିବାକୁ ମିଳୁଛି। ବାବରି ମସଜିଦକୁ ଭଙ୍ଗାଯିବା ପରେ ସେହି ସ୍ଥାନରେ ନିର୍ମାଣ ହେଉଛି ଶ୍ରୀରାମଙ୍କର ଭବ୍ୟ ମନ୍ଦିର। ତେବେ ଆସନ୍ତୁ ଜାଣିବା ସେହି ଶ୍ରୀରାମଙ୍କର ଭବ୍ୟ ମନ୍ଦିର ସମ୍ପର୍କରେ କିଛିଟା ରୋଚକ ଏବଂ ନୂଆ ତଥ୍ୟ ଯାହାକି ଆପଣମାନେ ଜାଣିନଥିବେ। ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ଭଗବାନ ଜନ୍ମଲାଭ କରିଥିଲେ ଅଯୋଧ୍ୟାରେ। ତେଣୁ ତାଙ୍କର ଏହି ଭବ୍ୟ ମନ୍ଦିର ମଧ୍ୟ ନିର୍ମାଣ ହେଉଛି ସେହି ଅଯୋଧ୍ୟାରେ। ଏଠାରେ ତାଙ୍କର ବାଲ୍ୟ ରୂପ ପୂଜା ପାଇବ। ତେବେ ଏହି ରାମ ମନ୍ଦିରଟି 70 ଏକର ଏରିଆରେ ତିଆରି ହେବାକୁ ଯାଉଛି। ଖାଲି ମନ୍ଦିରର ଯଦି ଏରିଆ ଆପଣମାନେ ଦେଖିବାକୁ ଯିବେ ତାହେଲେ ତାହା ହେଉଛି 2.7 ଏକର। ମନ୍ଦିରର ଉଚ୍ଚତା 161 ଫୁଟ, ଯାହାକି ସାରା ଭାରତ ବର୍ଷରେ ସବୁଠାରୁ ଉଚ୍ଚା ରାମ ମନ୍ଦିର। ଏହା 3 ମହଲା ବିଶିଷ୍ଟ। ମନ୍ଦିରରେ 392ଟି ଖୁମ୍ବ ରହିଛି ବା ପିଲର ରହିଛି ଏବଂ 44ଟି ଦ୍ୱାର ମଧ୍ୟ ରହିଛି। ମନ୍ଦିର ନିର୍ମାଣରେ ଯଦି ଦେଖିବାକୁ ଯିବା ତେବେ ବର୍ତ୍ତମାନ ସୁଦ୍ଧା 900 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ମନ୍ଦିରଟି ପ୍ରତିଷ୍ଠିତ ହେବା ପରେ ଏକା ସଙ୍ଗରେ 10,000ରୁ ବି ଅଧିକ ଭକ୍ତ ଶ୍ରୀରାମଙ୍କର ଏହି ମୂର୍ତ୍ତିକୁ ଦର୍ଶନ କରିପାରିବେ। ଗର୍ଭଗୃହରେ ପ୍ରତିଷ୍ଠିତ ଏହି ଶ୍ରୀରାମଙ୍କର ମୂର୍ତ୍ତିର ଉଚ୍ଚତା 51 ଇଞ୍ଚ। ରାମଙ୍କର ଦର୍ଶନ ପାଇଁ ଆସୁଥିଲେ ଆପଣଙ୍କୁ 32ଟି ସିଡ଼ି ଚଢ଼ି ଚଢ଼ି ଆସି ଶ୍ରୀରାମଙ୍କର ଗର୍ଭଗୃହରେ ପହଞ୍ଚି ଦର୍ଶନ କରିବାକୁ ହେବ। ଏହି ମନ୍ଦିରଟି ପ୍ରତିଷ୍ଠା ପରେ ଭକ୍ତଙ୍କ ପାଇଁ 14 ଘଣ୍ଟା ଖୋଲା ରହିବ। ରାମ ମନ୍ଦିରରେ ରାମଙ୍କର ପୂଜା ପାଇଁ 24 ଜଣ ପୂଜାରୀ ନିଯୁକ୍ତ ରହିବେ। ଏଥିପାଇଁ ସାରା ଦେଶରୁ ପ୍ରାୟ 3200 ଜଣ ଆବେଦନ କରିଥିଲେ ଏବଂ ସେଥିମଧ୍ୟରୁ ସାରା ଭାରତ ବର୍ଷରୁ ମାତ୍ର 25 ଜଣଙ୍କୁ ବଛା ଯାଇଥିଲା। ସେହି 25 ଜଣଙ୍କ ମଧ୍ୟରୁ ଜଣେ ନିଜର ନାମକୁ ଫେରାଇ ନେଇଥିଲେ। ସେଥିପାଇଁ 24 ଜଣଙ୍କୁ ରାମଙ୍କର ପୂଜାରେ ନିଯୁକ୍ତ କରାଯାଇଅଛି। ମନ୍ଦିର ତିଆରିରେ ସବୁଠାରୁ ବଡ଼ କଥା ହେଲା ଏହା ପ୍ରାଚୀନ ପଦ୍ଧତିରେ ପଥରକୁ କାଟି କାଟି ତିଆରି କରାଯାଇଅଛି ଏବଂ ପଥରକୁ ଯୋଡ଼ିବା ପାଇଁ କୌଣସି ପ୍ରକାର ସିମେଣ୍ଟର ବ୍ୟବହାର କରାଯାଇନାହିଁ ବା ଲୁହା କିମ୍ବା କୌଣସି ପ୍ରକାରର ଷ୍ଟିଲ୍ ଏବଂ କଂକ୍ରିଟର ବ୍ୟବହାର କରାଯାଇନାହିଁ। ଶ୍ରୀରାମଚନ୍ଦ୍ରଙ୍କର ଅଭିଷେକ ସମୟରେ ସାରା ଭାରତ ବର୍ଷର ସମଗ୍ର ତୀର୍ଥଜଳ ଏବଂ ସମସ୍ତ ପବିତ୍ର ନଦୀର ଜଳକୁ ଆଣି ରାମଚନ୍ଦ୍ରଙ୍କର ଅଭିଷେକ କରାଯିବ। 8ରୁ 10 ତୀବ୍ରତା ମଧ୍ୟରେ ଯଦି ଭୂମିକମ୍ପ ହୁଏ ତେବେ ମନ୍ଦିରର କୌଣସି ପ୍ରକାର କିଛି କ୍ଷତି ହେବ ନାହିଁ। ରାମଙ୍କ ମନ୍ଦିରରେ ଲାଗିବ ସବୁଠାରୁ ବଡ଼ ଘଣ୍ଟି, ଯାହା ଅଷ୍ଟଧାତୁରେ ନିର୍ମିତ ଏବଂ ଏହାର ଓଜନ ପ୍ରାୟ 2100 କିଲୋ। ଏହାର ଉଚ୍ଚତା 6 ଫୁଟ ଏବଂ ଏହାର ଓସାର 5 ଫୁଟ। ଏହା ଦେଶରେ ସବୁଠାରୁ ବଡ଼ ଘଣ୍ଟି। ମନ୍ଦିରରେ ଲାଗୁଥିବା ଧ୍ୱଜଦଣ୍ଡର ଉଚ୍ଚତା 44 ଫୁଟ ଏବଂ ଏହାର ଓଜନ 500 କିଲୋ। ରାମଙ୍କର ପ୍ରତିଷ୍ଠା ସମୟରେ ଯେଉଁ ଯଜ୍ଞ କରାଯିବ ତାହା 25,000 କୁଣ୍ଡ ମାଧ୍ୟମରେ ଯଜ୍ଞ କରାଯିବ ଏବଂ ପ୍ରତିଷ୍ଠା କର୍ମ ବା ପୂଜା କରାଯିବ। ପ୍ରତିଷ୍ଠା ପାଇଁ ସାରା ଭାରତ ବର୍ଷରୁ ବେଦଜ୍ଞ ପଣ୍ଡିତମାନେ ଏଠାକୁ ନିମନ୍ତ୍ରିତ ହୋଇ ଆସିବେ ଏବଂ ସମସ୍ତେ ଏହି ଯଜ୍ଞ କାର୍ଯ୍ୟରେ ନିଜକୁ ସାମିଲ କରିବେ। ମନ୍ଦିର ପ୍ରତିଷ୍ଠା ସମୟରେ 108 ଫୁଟ ଲମ୍ବ ବିଶିଷ୍ଟ ଏକ ଧୂପକାଠିକୁ ଜଳାଯିବ, ଯାହାକି ଅଯୋଧ୍ୟାର ଏ ରାମ ମନ୍ଦିରକୁ 1.5ରୁ 2 ମାସ ପର୍ଯ୍ୟନ୍ତ ସୁଗନ୍ଧିତ ବାସ୍ନା ଦେବ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ନିର୍ମିତ ଚରଣ ପାଦୁକା 1 କେଜି ସୁନା 7 କିଲୋ ରୂପାରେ ତିଆରି, ଯାହାକି ପ୍ରତିଷ୍ଠା ପରେ ଗର୍ଭଗୃହରେ ଶ୍ରୀରାମଚନ୍ଦ୍ରଙ୍କୁ ପିନ୍ଧାଯିବ। ତେବେ ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଅଯୋଧ୍ୟାରେ ଏହି ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ହେବ, ଆପଣ ସମସ୍ତଙ୍କୁ ଅନୁରୋଧ ଆପଣମାନେ ମଧ୍ୟ ଦୀପାବଳି ସଦୃଶ ଆପଣଙ୍କ ଘରେ ଏହି ଉତ୍ସବକୁ ନିଶ୍ଚିନ୍ତ ଭାବରେ ମନେଇବେ। ଯଦି ପାରିବେ ଆପଣଙ୍କ ଘରେ ମଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପୂଜା ଏବଂ ହୋମାଦି କର୍ମ କରିବେ। ଏହାଦ୍ୱାରା ବହୁତ ମଙ୍ଗଳ ହେବ, ବହୁତ ଶୁଭ ହେବ, ଆପଣଙ୍କର କଲ୍ୟାଣ ପ୍ରାପ୍ତି ହେବ। ତେବେ ଆଶା କରୁଛି ଆଜିକାର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେବେ ଏଇଭଳି ଭିଡ଼ିଓ ଆଗକୁ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ। ରହିଲି, ଧନ୍ୟବାଦ।